ତ ଆମେ ପୂର୍ବ କ୍ଲାସରେ କଣ ଦେଖିଥିଲେ ନା ଆମେ ପୂର୍ବ କ୍ଲାସରେ ଦେଖିଥିଲେ ଆମର କଣ ଅ, ରହିଥିଲା WTO ର ଫଙ୍କସନ ଦେଖିଥିଲେ, WTO କଣ କରୁଥିଲେ ଦେଖିଥିଲେ, WTO ର କାମ ସବୁ କଣ କଣ ଦେଖିଥିଲେ, ଓକେ, WTO କଣ ବି ଦେଖିଥିଲେ। ତ ଆଜି ଆମେ କଣ ପଢିବା, ଇଣ୍ଟରନ୍ୟାସନାଲ ବ୍ୟାଙ୍କ ଫର ଦ ରିକନଷ୍ଟ୍ରକ୍ସନ ଆଣ୍ଡ ଡେଭଲପମେଣ୍ଟ ବା IBRD ଯୋଉଟାକୁ ଆମେ ସର୍ଟରେ କହୁଛେ ଅର ୱାର୍ଲଡ ବ୍ୟାଙ୍କ। ଆ ବିଷୟରେ ଆମେ ଦେଖିବା କି ଏଇଟା କଣ ଆଉ କେମିତି ଲୋକଙ୍କୁ ହେଲ୍ପ କରିଥାଏ ସେ ବିଷୟରେ ଦେଖିବା। The International Bank for the Reconstruction and Development IBRD otherwise called the World Bank। ଆମେ ଆକୁ ଆଉ କଣ IBRD କୁ ଅଲଗା ନା ଆମେ କଣ କହିଥାଉ, ୱାର୍ଲଡ ବ୍ୟାଙ୍କ କହିଥାଉ। Was established in 1945 under the Bretton Woods Conference in 1944। ତ 1944 ରେ ଆସିଥିଲା କନଫରେନ୍ସ ର, ମାନେ କଥାଟା ପଡିଥିଲା କିନ୍ତୁ ଆକ୍ଚୁଆଲି ଏଷ୍ଟାବ୍ଲିଶ କେବେ ହେଇଥିଲା 1945 ରେ ହେଇଥିଲା। ଓକେ। The purpose is to bring about a smooth transition from wartime to peacetime economy। ତ ଏଇଟା କଣ ପାଇଁ ଆମର ଆସିଥିଲା, ଆମର ଯୋଉ ୱାର ଟାଇମ ରେ ଯୋଉ ସବୁ ଆମର ଖର୍ଚ୍ଚ ହେଇଯାଇଥିଲା ବା ୱାର ଟାଇମ ରେ ଆମର ଯୋଉ ସବୁ କଣ ହେଇଯାଇଛି ଏକ୍ସପେନ୍ସେସ୍ ହେଇଯାଇଛି ତାଠୁ କେମିତି ରିକଭର ହବା। ତ ସେଇ ଟାଇମ ରେ ଏଇଟା ଆସିଥିଲା। ଇଟ୍ ଇଜ ନୋନ୍ ଆଜ ଏ ସିଷ୍ଟର ଇନଷ୍ଟିଟ୍ୟୁସନ ଆଲଙ୍ଗ ୱିଥ ଦ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ। ଆକୁ କହିବାକୁ ଗଲେ ଇଏ ବି ଗୋଟେ ମାନେ କଣ ମନିଟାରୀ ଫଣ୍ଡ ଯେମିତି ଆମର ଅଛି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ, ଗୋଟେ ଏଣ୍ଟରପ୍ରିନିୟର ମାନଙ୍କୁ ହେଲ୍ପ କରେ। ତ ଇଏ ସେମିତି କଣ କରିବ, ହେଲ୍ପ କରିବାରେ ସାହାଯ୍ୟ କରେ। The membership in International Monetary Fund is requisite to become a member of IBRD। ଯିଏ ଆମର ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ରେ ଅଛି କଣ ମେମ୍ବର ଅଛି, ସେ IBRD ର ମଧ୍ୟ ମେମ୍ବର ହେଇପାରିବ। The IBRD was established to provide long-term financial assistance to ତାପରେ ସେ କଣ କହିଲା, IBRD was established to provide long term financial assistance to member country। ତ ଇଏ କୋଉ କଣ୍ଟ୍ରି ମାନଙ୍କୁ ପ୍ରୋଭାଇଡ କରିବ, ଯୋଉମାନେ ଏଇ ୱାର ରେ ଇଏ ହେଇଯାଇଛନ୍ତି, ମାନେ ବହୁତ ସାରା ଷ୍ଟ୍ରଗଲ କରୁଛନ୍ତି ବା ବହୁତ ସାରା ମାନେ ଏକ୍ସପେନ୍ସେସ୍ କରିଯାଇଛନ୍ତି, ତା ଦେହରୁ ରିକଭର କରିପାରୁନାହାନ୍ତି। ସେ ସେଇ କଣ୍ଟ୍ରି ମାନଙ୍କୁ କଣ କରିବ, ଫାଇନାନ୍ସିଆଲି ହେଲ୍ପ କରିବ IBRD। ନେକ୍ସଟ କହିଲା ଅବଜେକ୍ଟିଭ କଣ, କଣ ପାଇଁ IBRD ଆସିଛି, କଣ ପାଇଁ IBRD ବିଷୟରେ ଆମେ ପଢିବା ବୁଝିବା। ଓକେ। ତ ସେ ମେନ୍ ଅବଜେକ୍ଟିଭ କଣ ରହୁଛି, ଗୋଟେ ଯେତେବେଳେ ଗୋଟେ ସଂସ୍ଥା କ୍ରିଏଟ ହୁଏ କଣ ହୁଏ, ତ ତାର କିଛି ମେନ୍ ଅବଜେକ୍ଟିଭ ଥାଏ। ତ ଯୋଉ ଅବଜେକ୍ଟ କୁ ନେଇକି ହିଁ ସେ ଲୋକଙ୍କ ପାଖରେ ପହଞ୍ଚିବ ବା ସେ କାମ ଗୁଡାକ କରିବ। ଓକେ। ଯୋଉମାନେ ବି ସବୁ ପଛରେ ଜଏନ କରୁଛ, ନିଜ ନିଜ ରୋଲ ନମ୍ବର ଚାଟ ବକ୍ସ ରେ ମେସେଜ କରିଦିଅ। ସେ କହିଲା ରିକନଷ୍ଟ୍ରକ୍ସନ ଆଣ୍ଡ ଡେଭଲପମେଣ୍ଟ, IBRD ର ମେନ୍ ଥିଲା କଣ ଆମର, ନା କେମିତି ରିକନଷ୍ଟ୍ରକ୍ସନ କରିହବ ବା ଯୋଉ ସବୁ ଯାହା ସବୁ କଣ୍ଟ୍ରି ଗୁଡା ଅଛନ୍ତି ସେ କଣ୍ଟ୍ରି କେମିତି ଡେଭଲପ କରାହେଇପାରିବ। ତ ମେନ୍ ଅବଜେକ୍ଟିଭ ଥିଲା IBRD ର। ତାପରେ ସେ କହିଲା ଏନକରେଜମେଣ୍ଟ ଟୁ କ୍ୟାପିଟାଲ ଇନଭେଷ୍ଟମେଣ୍ଟ, ମାନେ କେମିତି ସବୁ କ୍ୟାପିଟାଲ ଲୋକ ଇନଭେଷ୍ଟ କରିବେ ବେଶୀ ବେଶୀ ସବୁ ଆମର ମାର୍କେଟରେ ଲଗେଇବେ ପଇସା ବା କମ୍ପାନୀ ଖୋଲିବେ। ତ ଏଇ ସବୁ ଜିନିଷକୁ ଏନକରେଜ କରଉଥିଲା। ଲୋକ କମ୍ପାନୀ ଖୋଲିବାକୁ ଚାହୁଁଥିଲେ, ତାଙ୍କ ପାଇଁ ପଇସା ନଥିଲା, ଯାହା ଦ୍ୱାରା କି ସେ କଣ ହେଇଯାଉଥିଲେ, କମ୍ପାନୀ ଖୋଲି ପାରୁନଥିଲେ। ତ ତାଙ୍କୁ ପୁଣି ଗୋଟେ କିଏ ଫୋର୍ସ କରିବା ଦରକାର, ମାନେ ଯୋଉ ସପୋର୍ଟ ଦବା ଦରକାର, ମେନ୍ ସପୋର୍ଟ ଦରକାର। ତ ସେଇଟାକୁ କଣ କରୁଥିଲା, IBRD ହେଲ୍ପ କରୁଥିଲା ଏନକରେଜମେଣ୍ଟ ରେ। ତାପରେ ସେ କହିଲା ଏନକରେଜମେଣ୍ଟ ଟୁ ଇଣ୍ଟରନ୍ୟାସନାଲ ଟ୍ରେଡ। ଇଣ୍ଟରନ୍ୟାସନାଲ ଟ୍ରେଡ ହବା ଦ୍ୱାରା କଣ ନା ଆମର ଷ୍ଟେଟ ରେ କିଛିଟା ପ୍ରଡକ୍ଟ କୁ ଆଉଟସାଇଡ ଲୋକ ଜାଣିବା, ଆଉଟସାଇଡ ପ୍ରଡକ୍ଟ କୁ ଆମେ ଜାଣିବା। ତ ଆମେ କଣ କରିବା ନା, ଯେହେତୁ ଇଣ୍ଟରନ୍ୟାସନାଲ ଟ୍ରେଡ ହଉଛି, ତ ସବୁ ଉପରେ ଆମକୁ ନଲେଜ ଟା ରହିବ। ଆଉ ଆମ ଜିନିଷଟା ଯୋଉଠି ଏଠି କଣ ଷ୍ଟେଟ ରେ ଧର ଅଳ୍ପ କିଛି ଲୋକ ଅଛନ୍ତି, ତାଙ୍କ ଭିତରେ ତମ ଜିନିଷଟା ସେଲ ହଉଥିଲା, ତମେ ଯେତେବେଳେ ଅଧିକା ଲୋକଙ୍କ ପାଖେ ସେଲ କରିବ ତ ସେଟା ଅଧିକ ସେଲ ହବ। ତାପରେ କହିଲା ଏଷ୍ଟାବ୍ଲିଶମେଣ୍ଟ ଅଫ ପିସ୍ ଟାଇମ ଇକୋନୋମି। ତ ଆମର ପିସ୍ ଟାଇମ ଇକୋନୋମି କଣ କରିବ, ଏଷ୍ଟାବ୍ଲିଶ କରିବାରେ IBRD ହେଲ୍ପ କରିଥିଲା। ତାପରେ ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ। ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ କଣ କହିଲା, ଏନଭାୟରମେଣ୍ଟାଲ ପ୍ରୋଟେକ୍ସନ ମାନେ ଆମ ଏନଭାୟରମେଣ୍ଟ ପ୍ରୋଟେକ୍ଟ କରିକି ରଖିଲା। କି ଆମକୁ ଫାଇନାନ୍ସିଆଲି ହେଲ୍ପ ମିଳିଗଲା, ତ ଲୋକଙ୍କୁ ଫାଇନାନ୍ସିଆଲି ହେଲ୍ପ ମିଳିଲେ ନା କଣ ବହୁତ ସାରା ଫ୍ରଡ ଇଏ ବହୁତ ସାରା କାମ କରିଥାନ୍ତି। କିନ୍ତୁ ଏଇ ଯୋଉ ଏନଭାୟରମେଣ୍ଟ କୁ ପ୍ରୋଟେକ୍ସନ କଲା, ତ ସେ ଆମର କଣ ଏଇଟାକୁ ସୁରକ୍ଷିତ ରଖିଲା। ତ ସେ କହିଲା ଫଙ୍କସନ ଅଫ IBRD। ଏଇଟା ପଡିଲେ ଅବଜେକ୍ଟିଭ କାହିଁକି IBRD ଆସିଥିଲା। ଫଙ୍କସନ ମାନେ କଣ କଣ ତାର କାମ ରହିବ।
इन्वेस्टमेंट फॉर प्रोडक्टिव पर्पज, जो मैंने प्रोडक्टिव वे रे काम करिया चाहछन्ती, जो मैंने एक्चुअली कामटा करिया चाहछन्ती ता ऊपर इन्वेस्टमेंट करबा। बैलेंस्ड ग्रोथ ऑफ इंटरनेशनल ट्रेड, बैलेंस रखिबा कि अधिक प्राइस बढ़ी न जाऊ कि एमती जिनिस अधिक सस्ता न हो जाऊ, पैसाटाକୁ सेमती बैलेंस रखिले ग्रोथ टा हमर कोन होई परिबो, बैलेंस रहइबो। तापर से गेला प्रोविजन ऑफ लोन्स एंड गारंटीज, लोन हरिका ताऊ सुविधा दे दबा। କିନ୍ତୁ ଆଗରୁ କଣ ହଉଥିଲା, ଲୋନ ନବାରେ ବହୁତ ସାରା ଲୋକ ହଇରାଣ ହଉଥିଲେ, ମାନେ ବହୁତ ସାରା ପ୍ରୋଭିଜନ ଫଲୋଅପ କରିବାକୁ ପଡୁଥିଲା। କିନ୍ତୁ ଯେହେତୁ ଏବେ କଣ ହେଇଯାଇଛି, ଲୋନ ସିଷ୍ଟମ ଟା ଆମର ଇଜି ହେଇଯାଇଛି, ତ ତା ଦ୍ୱାରା କି ଲୋକ ଲୋନ ନେଇକି ମଧ୍ୟ ତାଙ୍କର ଇନଷ୍ଟିଟ୍ୟୁସନ ଚଲେଇବାକୁ ଚାହୁଁଛନ୍ତି। ପ୍ରମୋସନ ଅଫ ଫରେନ୍ ପ୍ରାଇଭେଟ ଇନଭେଷ୍ଟମେଣ୍ଟ, ମାନେ ପ୍ରାଇଭେଟ କମ୍ପାନୀ ଯୋଉ ଆସୁଛନ୍ତି ଆମର ପ୍ରାଇଭେଟ ରୁ, ତ ସିଏ କଣ ହଉଛନ୍ତି, ସବୁ ତ ଗଭର୍ଣମେଣ୍ଟ କମ୍ପାନୀ ଇନଭେଷ୍ଟ କରିପାରୁନି ନା, ତ ସେ ଫରେନ୍ କମ୍ପାନୀକୁ ୱେଲକମ କରାହେଲା, ବା ତାଙ୍କୁ କଣ କରାହେଲା, ତାଙ୍କୁ ବହୁତ ସେନ୍ସ ଲିଭରେଇଜେସନ ଯୋଉ ପ୍ରୋସେସ ହେଲା କି ପ୍ରାଇଭେଟାଇଜେସନ ଯୋଉ ପ୍ରୋସେସ ହେଲା, ତା ଦ୍ୱାରା ଇଏ ତାକୁ ଇନକ୍ରିଜ କରିବାରେ ବା ଡେଭଲପ କରିବାରେ ହେଲ୍ପ କଲା। ତାପରେ ଟେକ୍ନିକାଲ ସର୍ଭିସେସ୍, ଯୋଉମାନଙ୍କୁ ମେସିନ ଦରକାର, ମେସିନ ରିକ୍ୱାର୍ଡ ଅଛି, ଯୋଉମାନେ ନ୍ୟୁ ନ୍ୟୁ ଆଇଡିଆ ବିଷୟରେ ଜାଣି ପାରୁନାହାନ୍ତି, ସେ ବିଷୟରେ ମଧ୍ୟ ତାଙ୍କୁ କଣ ହେଇଗଲା, ଜଣେଇ ଦିଆଗଲା। ତାପରେ କହିଲା ଇଣ୍ଡିଆ ଆଣ୍ଡ ୱାର୍ଲଡ ବ୍ୟାଙ୍କ, ଇଣ୍ଡିଆ ୱାର୍ଲଡ ବ୍ୟାଙ୍କ ର ରିଲେସନ କଣ ସେ ବିଷୟରେ ପଢିବା। The name International Bank for Reconstruction Development was first suggested by India to the drafting committee। ଆଗ drafting committee ରେ IBRD ବିଷୟରେ କିଏ first suggestion ଦେଇଥିଲା ନା, ଇଣ୍ଡିଆ ଦେଇଥିଲା। Since then, the two have developed close relationship with each other from the farming the policies, the economic development in India to financing the implementation of these policies. The World Bank has given large finance assistance to the India for the economic development. The World Bank को कुछ ना large finance जोगी दी था इधर इंडिया को हमारे economy develop करें। Special mention may be made to of the assistance World Bank has given to India in the development of infrastructure such as electric power, transport, communication, irrigation project, and steel industry। को करे ना ସେ କଣ କରି ଇଣ୍ଡିଆକୁ ନା ସବୁ ପ୍ରକାର ଜିନିଷ ଯୋଗେଇ ଦେଇଛି, ଯେହେତୁ ୱାର୍ଲଡ ବ୍ୟାଙ୍କ ର ଫାଷ୍ଟ ସଜେସନ କିଏ ଦେଇଥିଲା, ଇଣ୍ଡିଆ ଦେଇଥିଲା। ୱାର୍ଲଡ ବ୍ୟାଙ୍କ ର ଆସିବା ଇଏକୁ ସପୋର୍ଟ କରିଥିଲା, ତ ସେଥିପାଇଁ ସେ ଇଣ୍ଡିଆର କିଛି ଡେଭଲପ ପାଇଁ କିଛିଟା କାମ କରିଛି, ଯେମିତି କି ଇଲେକ୍ଟ୍ରିକ ପାୱାର ଆମକୁ ଦବା, ଟ୍ରାନ୍ସପୋର୍ଟ ସୁବିଧା କରିବା, ଏଇ ସବୁ ଜିନିଷ ଉପରେ ଇନଭେଷ୍ଟମେଣ୍ଟ କରିଛି ୱାର୍ଲଡ ବ୍ୟାଙ୍କ। ତ ୱାର୍ଲଡ ବ୍ୟାଙ୍କ ହାଜ ଆସିଷ୍ଟେଡ ନମ୍ବର ଅଫ ପ୍ରୋଜେକ୍ଟ ଇନ ଇଣ୍ଡିଆ। ୱାର୍ଲଡ ବ୍ୟାଙ୍କ ବହୁତ ସାରା ପ୍ରୋଜେକ୍ଟ କୋଉଠି ବନେଇଛି, ଇଣ୍ଡିଆରେ ହିଁ ବନେଇଛି। ଦ IFC has identified five priorities area, namely capital market development, direct foreign investment, access to the foreign market, equity investment in new and expanding companies and infrastructure। से କୋଉ କୋଉ ଜାଗାରେ ସବୁ କାମ କରୁଛି ଆମର, ଯେମିତି କି ଆମର ମେନ୍ ପ୍ରାୟୋରିଟି ରହିଲା କ୍ୟାପିଟାଲ ମାର୍କେଟ ଡେଭଲପମେଣ୍ଟ ଉପରେ କାମ କଲା, କି ଫରେନ୍ କଣ୍ଟ୍ରିଜ ମାନେ କେମିତି, ଫରେନ୍ କମ୍ପାନୀ ମାନେ କେମିତି ଆସି ଆମର ଏଇଠି ଇନଭେଷ୍ଟ କରିବେ, ସେଠି ତା ଉପରେ ମଧ୍ୟ କାମ କଲା। ତାପରେ ଆମର ବିଜନେସ କୁ ଏକ୍ସପାଣ୍ଡ କରିବାରେ ମଧ୍ୟ ହେଲ୍ପ କଲା। ତ ୱାର୍ଲଡ ବ୍ୟାଙ୍କ ର ବହୁତ ସାରା ପ୍ରୋଜେକ୍ଟ କୋଉଠି କରାହେଲା, ଇଣ୍ଡିଆରେ କରାଗଲା। The World Bank has also assisted Indian in the um, accelerating programs of the poverty alleviation and economic development until China became the member of the World Bank in 1980. India was the largest beneficiary of the World Bank assistance। କହିବାକୁ ଗଲେ ୱାର୍ଲଡ ବ୍ୟାଙ୍କରେ ଯଦି 1980 ରେ ଆମର କିଏ ଚାଇନା ତା ଧର ପାର୍ଟ ହେଲା, କିନ୍ତୁ ଅଧିକ ଯଦି କିଏ ବେନିଫିଟ ପାଇଛି ୱାର୍ଲଡ ବ୍ୟାଙ୍କ ତରଫରୁ, ସେ କିଏ ପାଇଛି, ଇଣ୍ଡିଆ ହିଁ ପାଇଛି। ତାପରେ କହିଲା IMC କଣ, IMF କଣ, ତ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ। IMF ର ଫୁଲ ଫର୍ମ ହଉଛି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ। is a major financial agency of the United Nations and international financial institution, headquartered in the Washington DC, consisting of the 190 countries। तो ଆମର international monetary fund ରେ କେତେଟା country ଆମର ଇଏ ଅଛନ୍ତି, add ଅଛନ୍ତି 190। It started mission of working to the first global monetary corporation, secure financial stability, facilitate international trade, promote high employment and the sustainable economic growth and reduce poverty around the world। ତ ମେନଲି ଆର ଆସିବାର କାରଣ କଣ ଥିଲା କି ଆମର ୱାର୍ଲଡ ପୋଭର୍ଟି ହିଁ ଦୂରେଇ ଦବା। It now plays a central role in the management of balance of payment difficulties and international financial series। ତ କଣ ହେଇଥାଏ ନା, ଇଏ ବହୁତ ବଢିଆ ରୋଲ ପ୍ଲେ କରୁଛି, ସେଣ୍ଟ୍ରାଲରେ ମଧ୍ୟ ଇଏ କରୁଛି, ବଡ ରୋଲ ପ୍ଲେ କରୁଛି, ଯୋଉଟା କି ଆମର କଣ ହଉଛି, ପେମେଣ୍ଟ ଡିଫିକଲ୍ଟି ହଉ, ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସିରିଜରେ କଣ କରୁଛି, ହେଲ୍ପ କରୁଛି।
Every countries contribute fund to a pool through a court system from which a country expressing balance of payment problem can borrow money. ତାପରେ IMF କଣ କରୁଛି ତା ଫଙ୍କସନ କଣ ରହୁଛି ଆମେ ସେଇଟା ଦେଖିବା। To oversee the fixed exchange rate arrangement between the countries, thus helping national government manage their exchange rate and allowing these government to prioritize economic growth, and to provide short-term capital aid, the balance of payment, and prevent and spread of international economic series. PPT पूरा क्लियर शो करूची माने जो पॉइंट गुड़ा ମୁଁ କହୁଛି ସେଟା ବୁଝି ହଉଛି ତ ନା କାହାର କିଛି ଡାଉଟ ଅଛି? ଯାହା ବି କିଛି ଡାଉଟ ଅଛି ମତେ ଚାଟ ବକ୍ସ ରେ ଜଣାଅ, ନହେଲେ ମତେ କହିବି ପାର। To help me in the process of the international economy after the Great Depression and World War II, as well as to provide capital investment for the economic growth and projects such as infrastructure. କେତେବେଳେ ହେଲ୍ପ କରିଥିଲା ନା ଆମର ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା ଆଉ ଯେତେବେଳେ ଆମର କଣ ହେଇଥିଲା ଇକୋନୋମି ଉପରେ ବହୁତ ସାରା ପ୍ରଭାବ ପଡିଥିଲା, ତ ଆମର IMF ହିଁ କାମରେ ଆସିଥିଲା। ତାପରେ ପଢିବା କଣ ୟୁନାଇଟେଡ୍ ନେସନ୍ସ କନଫରେନ୍ସ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ, ବା ତାକୁ ଆମେ ସର୍ଟ ଫର୍ମ କଣ କହିପାରିବା UNCTAD। ତ କଣ ଥିଲା ତାପରେ ଆମେ ଦେଖିବା। ସେ କହିଲା the UNCTAD is an intergovernmental organization within the United Nations Secretariat that promotes the interest of developing countries in world trade. It was established in 1964 by the United Nations General Assembly UNGA and report to the body under the United Nations Economic and Social Council. UNCTAD is composed 195 member states. ଆମର UNCTAD ରେ ଆମର କେତେ ମେମ୍ବର ରହୁଛନ୍ତି 195 ରହୁଛନ୍ତି, and work with non-governmental organization worldwide. Its permanent secretary is in Geneva, Switzerland. The primary objective of UNCTAD is to formulate a policy relating to the all aspects of the development, including trade, aid, transport, finance, technology. तो main objective है कौन हम जो United Nations Conference on Trade Development रो main ରହିଲା ସବୁ ରହୁଛି କଣ ନା କେମିତି ଆମ ଫାଇନାନ୍ସ ସୁବିଧା ହବ, କେମିତି ଆମକୁ ଟେକ୍ନୋଲୋଜି ସୁବିଧା ମିଳିପାରିବ, କେମିତି ଟ୍ରାନ୍ସପୋର୍ଟ ସୁବିଧା ମିଳିପାରିବ, କେମିତି ଆମେ ଟ୍ରେଡ୍ କୁ ଭଲ କରିପାରିବା। Okay, it was created in the response to concern among the developing countries that existing international institutions like GATT, now replaced by the World Trade Organization. जोटा GATT ଆମର ଥିଲା ଏବେ ତାକୁ ଆମେ replace କରି କଣ କହିଦଉଛୁ World Trade Organization ବା WTO. The International Monetary the International Monetary Fund IMF and the World Bank were not properly organized to handle particular problems of developing countries. ଆମ ଯୋଉ ୱାର୍ଲଡ ବ୍ୟାଙ୍କ ହେଇଗଲା କିମ୍ବା IMF ହେଇଗଲା ସେ ପର୍ଟିକୁଲାରଲି ଗୋଟେ ପ୍ରୋବ୍ଲେମ କୁ ସଲ୍ଭ କରିପାରନ୍ତିନି, ବଟ୍ UNCTAD would provide a forum where developing nations could discuss and address problems relating to their economic development. Okay, ତାପରେ ସେ କହିଲା ରିଜନାଲ ଆସୋସିଏସନ ବା ସେଣ୍ଟର୍ସ କଣ ରହିବ। ରିଜନାଲ ଆସୋସିଏସନ ସେଣ୍ଟର ହଉଛି କଣ are the sense international organization. এটা হচ্ছে আমরা ଗୋଟେ international organization. And they incorporate international membership and encompass geopolitical entities that operationally transit a single nation state. However, their membership is characterized by the boundaries and demarcations characteristic to a defined and unclear geography, such as content or geopolitics, such as economic blocks. They have been established to forest corporation and political economy integration or dialogue among state or entities within a respective restrictive geographically boundaries. They both reflect common pattern of development and history that have been forested in since the end of World War II, as well as the formation inherent
in globalization, which is why the institutional characteristics vary from the loose corporation to formal regional integration. कहले regional association कौन सेंटर गोटे ना हमर गोटे मेन सेंटर जोठी कि हमर जोग्राफिकली एरिया वाइज करा हुए कि कोउ एरिया रे कोन चलछि आ ताकू केमते डेवलप कराई परिबो तो सही ऊपर ही काम करे मोस्ट आरे ट्रेंड वर्क alongside well-established multilateral organizations such as United Nations. While in many instances, a regional organization is simply referred to as an international organization. In many other, it makes sense to use the term regional organization to stress the more limited scope of a particular membership. Okay. तो आमर एमएफसी रे जो थिला हमर बिजनेस एंड फाइनेंशियल एनवायरनमेंट आज शेष हो जाइए चैप्टर टा यूनिट 5 जहाँ भी डाउट अच्छी मते ग्रुप रे मेसेज करि पारो किंबा मते पर्सनल पचारि पारो आज पीडीएफ टा मु कौन करी ना ग्रुप रे शेयर कर देबी पढ़िबो जहाँ भी डाउट है मते नेक्स्ट टाइम पचारिबो आमे जदि हबो मते समस्त जणैले आमे ओटे रिवीजन क्लास नै जिबा जेथिरे समस्तिंकर डाउट जहाँ भी थिबो फास्ट यूनिट रो लगेगी कि लास्ट यूनिट पर्यंत आमे सबतिकर कौन करिबा गोटे रिवीजन क्लास नै जिबा सेथिरे सबतिक डाउट क्लियर कर ओके थैंक यू ऑल